ଆଜି ଆସନ୍ତୁ ଗୋଟେ କାହାଣୀ ଶୁଣିବା। କାହାଣୀଟା ନାଁ ହେଉଛି ଅଦୃଶ୍ୟ ଧନ। ଆମେ ତ ଦେଖୁଛୁ ବିଭିନ୍ନ ପ୍ରକାର ଧନ ସମ୍ପତ୍ତି ଆମେ ସାଇତିକି ରଖିଛୁ, ତାହେଲେ ସେ ପୁଣି ଅଦୃଶ୍ୟ କେମିତି ହେଇଛି? ତାର କାହାଣୀଟି ଏମିତି। ଜଣେ ଜମିଦାରଙ୍କ ସାମ୍ନାରେ ଜଣେ ବିଦେଶୀ ନାଗରିକ ଓ ଜଣେ ଚଟି ଘରର ମାଲିକ ଛିଡ଼ା ହେଇଛନ୍ତି। ଚଟି ଘର ପୁଣି କ'ଣ? ଏବେ ଆମେ ଯେଉଁଟାକୁ ହୋଟେଲ ବୋଲି କହୁଛୁ, ରହୁଛୁ, ଖାଉଛୁ, ଯେତେବେଳେ ଲୋକମାନେ ଚାଲିକି ଯିବା ଆସିବା କରୁଥିଲେ କିମ୍ବା ବଳଦ ଗାଡ଼ି ଘୋଡ଼ା ଗାଡ଼ି ଯିବା ଆସିବା କରୁଥିଲେ, ଯେଉଁଠି ରାତି ହେଇଯାଉଥିଲା ସେଠି ରହୁଥିଲେ। ଗୋଟେ ବଡ଼ ଗାଁ ଦେଖି ରହୁଥିଲେ। ସେ ଗାଁ ମାନଙ୍କରେ ଗୋଟେ ଗୋଟେ ପାନ୍ଥଶାଳା ରହୁଥିଲା ବା ଗୋଟେ ଗୋଟେ ଘର ରହୁଥିଲା, ଯେଉଁ ଘରେ କି ସେମାନେ ରହୁଥିଲେ, ଖାଉଥିଲେ, ପୁଣି ତା ପରଦିନ ସକାଳୁ ତାଙ୍କ କାମରେ ଯାଉଥିଲେ। ସେଇ ଘର ଗୁଡ଼ିକୁ ସେତେବେଳେ ଚଟି ଘର ବୋଲି କୁହାଯାଉଥିଲା ବା ପାନ୍ଥଶାଳା ବୋଲି କୁହାଯାଉଥିଲା। ସେଇଭଳି ଗୋଟେ ଚଟି ଘରର ମାଲିକ ଓ ଜଣେ ବିଦେଶୀ ନାଗରିକ ଜମିଦାରଙ୍କ ଆଗରେ ଠିଆ ହେଇଛନ୍ତି। ସମସ୍ୟାଟି କ'ଣ ହେଇଛି? ରାତିରେ ରହିବା ଓ ଖାଇବା ବାବଦକୁ ବିଦେଶୀ ନାଗରିକ ଜଣକ କିଛି ବିଦେଶୀ ମୁଦ୍ରା ତାଙ୍କୁ ଦେଉଛନ୍ତି, କିନ୍ତୁ ମାଲିକ ଜଣକ ସେ ଟଙ୍କା ନେବାକୁ ନାରାଜ। ସିଏ କହୁଛନ୍ତି, ଆମ ଦେଶରେ ଯେଉଁ ଟଙ୍କା ଚଳୁଛି ସେହି ଟଙ୍କା ମୋତେ ଦିଅନ୍ତୁ କିମ୍ବା କିଛି ମୂଲ୍ୟବାନ ସାମଗ୍ରୀ ଦିଅନ୍ତୁ, ଯାହାକୁ ବଦଳେଇ ମୁଁ ମୋର ପ୍ରାପ୍ୟ ପାଇପାରିବି। କିନ୍ତୁ ବିଦେଶୀ ଜଣଙ୍କ ପାଖରେ ସେଭଳି କିଛି ମୂଲ୍ୟବାନ ଜିନିଷ ନାହିଁ। ସେହି କଥାଟିର ସମାଧାନ ପାଇଁ ସେମାନେ ଜମିଦାରଙ୍କ ପାଖକୁ ଆସିଛନ୍ତି। ଜମିଦାର ସବୁ ଶୁଣି ବିଦେଶୀ ମୁଦ୍ରା କିଛି ରଖି ଚଟିଘର ମାଲିକଙ୍କୁ ତାଙ୍କର ପ୍ରାପ୍ୟ ଦେଇ ଦେଇଛନ୍ତି। ସେମାନେ ଗଲା ପରେ ଜମିଦାରଙ୍କ ମୁଣ୍ଡକୁ ଗୋଟେ କଥା ଜୁଟିଲା। ସିଏ ଭାବିଲେ, ବିଦେଶୀ ଟଙ୍କା ସିନା ଭଙ୍ଗେଇକି ସେହି ଦେଶରେ ଚଳୁଥିବା ଟଙ୍କା ସେ ଦେଇଦେଲେ, କିନ୍ତୁ ଯଦି ସେଇଭଳିଆ କିଛି ପରଲୋକର ଟଙ୍କା ତାଙ୍କ ହାତରେ ଥାଆନ୍ତା, ତାହେଲେ ପରଲୋକର ଯଦି କିଛି ଅସୁବିଧା ହୁଅନ୍ତା, କିଛି ଆବଶ୍ୟକ ହୁଅନ୍ତା, ତାହେଲେ ତା ମାଧ୍ୟମରେ ସେ ସୁବିଧାଟି ତାଙ୍କୁ ମିଳିପାରନ୍ତା। ସେଇଠୁ ତାଙ୍କ ମନ କଥା ମନରେ ରହିଲା। ଗାଁ ପାଖ ଜଙ୍ଗଲରେ ଜଣେ ସନ୍ନ୍ୟାସୀ ରହୁଥାନ୍ତି। ତାଙ୍କୁ ଭେଟି ଜମିଦାର ମନ କଥା କହିଲେ। ପରଲୋକର ଟଙ୍କା କେମିତି ମିଳିପାରିବ ପଚାରିଲେ। ସାଧୁ ଜଣକ ହସିଲେ। ସେଠୁ ସନ୍ନ୍ୟାସୀ ଜଣକ ତାଙ୍କୁ କହିଲେ, ଆପଣ ଯାଆନ୍ତୁ, ଗରିବ ଗୁରୁବାଙ୍କ ସେବା କରନ୍ତୁ, ଧର୍ମକର୍ମ କିଛି କରନ୍ତୁ, ଅନ୍ନଛତ୍ର କରନ୍ତୁ, ଜଳଛତ୍ର କରନ୍ତୁ, ଦେଖିବେ ଆପଣଙ୍କ ପାଖରେ ପରଲୋକର ଧନ କିଛି ମିଳିବ। ସେଇଠୁ ଜମିଦାର ଆସିଛନ୍ତି, ଲୋକମାନଙ୍କର ସେବା କରିଛନ୍ତି, ମଙ୍ଗଳ କରିଛନ୍ତି, ଜଳଛତ୍ର ଅନ୍ନଛତ୍ର ଦେଇଛନ୍ତି, ଯେତିକି ଯାହା ପାରିଛନ୍ତି ସମସ୍ତଙ୍କୁ ସାହାଯ୍ୟ କରିଛନ୍ତି, ଗରିବ ଗୁରୁବାମାନଙ୍କୁ ସାହାଯ୍ୟ କରିଛନ୍ତି। କିଛି ମାସ ବିତିଛି। ସବୁଦିନେ ସେ ଭାବନ୍ତି କିଛି ପରଲୋକ ଟଙ୍କା ତାଙ୍କୁ ମିଳିବ, ଅଦୃଶ୍ୟ ଟଙ୍କା କିଛି ମିଳିବ, ତାଙ୍କୁ ପରଲୋକର ଟଙ୍କା ମିଳିବ, କିନ୍ତୁ ସିଏ କିଛି ପାଇନାହାନ୍ତି। କିଛି ମାସ ପରେ ଯାଇ ପୁଣି ସନ୍ନ୍ୟାସୀଙ୍କ ପାଖରେ ସେ ପହଞ୍ଚିଛନ୍ତି। ସବୁ କଥା କହିଛନ୍ତି ଯେ, ବାବା ଆପଣଙ୍କ କଥା ଅନୁସାରେ ତ ମୁଁ ସବୁ କଲି, କିନ୍ତୁ ମୋତେ ତ କାହିଁ କିଛି ଟଙ୍କା ମିଳିଲାନି। ସେଠୁ ବାବାଜୀ ଜଣକ ହସିଛନ୍ତି, କହିଛନ୍ତି, ଆମେ ଯେତେବେଳେ ମରିବୁ ସେତେବେଳେ କ'ଣ କି ସାଙ୍ଗରେ ଆମେ ନେଇକି ଯାଇପାରିବୁ? ଆମର ଏଠିକାର ଧନ ସମ୍ପତ୍ତି ଯାହା ବି ଅଛି ଆମେ ସେତିକି ନେଇକି ଯାଇପାରିବୁ କି? ଯାଇପାରିବୁନି। ଆମ ସାଙ୍ଗରେ ଯାହା ଯିବ ସେଟା ଅଦୃଶ୍ୟ ଆକାରରେ ଯିବ। ତେଣୁ ତମେ ଯେଉଁ ଏଠି ଖର୍ଚ୍ଚ କରିଛ, ଗରିବ ଗୁରୁବାଙ୍କୁ ସାହାଯ୍ୟ କରିଛ, ଅନ୍ନଛତ୍ର କରିଛ, ଜଳଛତ୍ର କରିଛ, ଭୋକିଲା ଶୋଷିଲା ଲୋକମାନଙ୍କୁ ସେମାନଙ୍କ ମନ ଜାଣି ଖାଦ୍ୟ ପାନୀୟ ଦେଇଛ, ଜଳ ଦେଇଛ, ଅନ୍ୟମାନଙ୍କ ଶୋଷ ମେଣ୍ଟେଇଛ, ଭୋକ ମେଣ୍ଟେଇଛ, ସେଗୁଡ଼ିକ ପାଇଁ ଯେଉଁ ଖର୍ଚ୍ଚ ହେଇଛି, ସେହି ଟଙ୍କା ଗୁଡ଼ିକ ତୁମର ଭଙ୍ଗେଇ ହୋଇ ପରଲୋକ ଟଙ୍କା ହିସାବରେ ଅଛି। ତମେ ଯେତେବେଳେ ସଂସାର ଛାଡ଼ିଯିବ, ସେହି ଟଙ୍କା ଗୁଡ଼ିକ ତମେ ସେଇଠି ହିଁ ପାଇବ। କାହିଁକିନା ଯେହେତୁ ଆମେ ଏଠି ସ୍ଥୂଳ ଜିନିଷ କିଛି ନେଇପାରିବୁ ନାହିଁ, ଯାହା ବି ଆମ ସାଙ୍ଗରେ ଯିବ ସେ ସୂକ୍ଷ୍ମ ଜିନିଷ ଯିବ, ଅଦୃଶ୍ୟ ଭାବରେ ଯିବ। ସେ ଅଦୃଶ୍ୟ ଟଙ୍କା ହିଁ ସେଇଠି ତମେ ପାଇବ। ଯାହା ହେଉ, ଜମିଦାରଙ୍କ ମୁଣ୍ଡକୁ କଥାଟା ପାଇଛି, ମନକୁ କଥାଟା ପାଇଛି, ସେ ସେଠୁ ଫେରି ଆସିଛନ୍ତି ଓ ନିଜ ଜୀବନ ସାରା ଲୋକମାନଙ୍କର ସେବା କରିଛନ୍ତି, ଗରିବ ଗୁରୁବାଙ୍କୁ ସାହାଯ୍ୟ କରିଛନ୍ତି। ଗପଟି ତ ଏଇଠି ସରୁଛି।
ତାହେଲେ ଆମେ ଚିନ୍ତା କରିବା ଆମେମାନେ ଯେତେବେଳେ ସଂସାର ଛାଡ଼ି ଯିବା ସେତେବେଳେ କ'ଣ ଆମେମାନେ କିଛି ପରଲୋକର ଟଙ୍କା ନେଇପାରିବା କି? କିଛି ଅଦୃଶ୍ୟ ଟଙ୍କା ନେଇପାରିବା କି? ଆମେମାନେ ତ ପିଲାବେଳୁ ପଢ଼ିଛୁ, ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି, ଏ ଜୀବନ ଅନିଶ୍ଚିତ, କେଜାଣି କାହାର କେବେ ମୃତ୍ୟୁକାଳ ହୋଇଯିବୁ ଉପସ୍ଥିତ। ଆମେମାନେ ଜନ୍ମ ହୋଇଛୁ ଜାଣିଛୁ, କିନ୍ତୁ ଆମମାନଙ୍କର ଏକ୍ସପାୟରି ଡେଟ୍ଟା କେବେ କିଏ ଜାଣିଛି? ସେଟା କେଉଁ ମୁହୂର୍ତ୍ତରେ ବି ଆସିପାରେ। ତେଣୁ ଯଦି ଧର୍ମ ରୂପକ ଧନ ଆମେ କିଛି ସଞ୍ଚିଥିବୁ ତାହେଲେ ହୁଏତ ତାହା ଆମର ପରଲୋକରେ କାମରେ ଲାଗିପାରିବ। କଥାଟି ଏଇଠି ଶୋଉଛି। ଯଦି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ମତାମତ ଦେବେ। ଧନ୍ୟବାଦ।